ଓଡ଼ିଶା ପଲ୍ସ ନ୍ୟୁଜ୍। ଆଜି 25 ଡିସେମ୍ବର 2025 ପବିତ୍ର ବଡ଼ଦିନ ଏବଂ ସୁଶାସନ ଦିବସ। ଚାଲନ୍ତୁ ଦେଖିବା ଆଜିର ମୁଖ୍ୟ 20ଟି ଖବର। 1. ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ରାଜନୀତି। ରାମଚନ୍ଦ୍ର ଉଲାଙ୍କାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖାଦେଇଛି। ମନ୍ତ୍ରୀ ବିଭୂତିଭୂଷଣ ଜେନା ପହଞ୍ଚିବାରେ 15 ମିନିଟ୍ ବିଳମ୍ବ ହେବାରୁ ନିର୍ଦ୍ଧାରିତ ସମୟରେ ପିସିସି ସଭାପତି ଓ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂର୍ତ୍ତି ଉନ୍ମୋଚନ କରିଦେଇଥିଲେ। 2. ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଘଟଣାକୁ ନେଇ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ପୂଜ୍ୟ ପୂଜାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ଅନ୍ୟପକ୍ଷରେ କଂଗ୍ରେସ ନେତା ଭକ୍ତ ଦାସ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। 3. ମକର ମେଳା ପାଇଁ ଟି ସେତୁ ବନ୍ଦ। ବଡ଼ମ୍ବା ସିଂହନାଥ ପୀଠରେ ମକର ମେଳା ପାଇଁ ଜାନୁଆରୀ 14ରୁ 17 ତାରିଖ ପର୍ଯ୍ୟନ୍ତ ଟି ସେତୁ ବନ୍ଦ ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ଦିନ 12 ଘଣ୍ଟା ସକାଳ 7ରୁ ସନ୍ଧ୍ୟା 7 ପୋଲ୍ ଉପରେ ଯାତାୟାତ ନିଷେଧ କରାଯାଇଛି। 4. ବଧୂ ହତ୍ୟା ଅଭିଯୋଗରେ ରାସ୍ତାରୋକ। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଜଣେ ବିବାହିତା ମହିଳା ଜ୍ୟୋତ୍ସ୍ନାରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣି ପରିବାର ଲୋକେ ବାଲିଆପାଳ ବସ୍ତା ରାସ୍ତା ଅବରୋଧ କରିଥିଲେ। 5. ଆରାବଳୀରେ ଖନନ ଉପରେ କଟକଣା। ଆରାବଳୀ ପର୍ବତମାଳାରେ ନୂତନ ଖନନ ଉପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ରୋକ ଲଗାଇଛନ୍ତି। ଏନେଇ ସମ୍ପୃକ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 6. ଛତିଶଗଡ଼ରେ ଗାର୍ଡ ଅଫ୍ ଅନର ବନ୍ଦ। ଛତିଶଗଡ଼ ସରକାର ବ୍ରିଟିଶ ଅମଳରୁ ଚାଲି ଆସୁଥିବା ଗାର୍ଡ ଅଫ୍ ଅନର ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏଣିକି ମନ୍ତ୍ରୀ କିମ୍ବା ପୋଲିସ ଡିଜିଙ୍କୁ ଜିଲ୍ଲା ଗସ୍ତ ସମୟରେ ସଲାମି ଦିଆଯିବ ନାହିଁ। 7. ଓଡ଼ିଶାରେ ପୂର୍ବରୁ ବନ୍ଦ ହୋଇଛି। ଛତିଶଗଡ଼ ପୂର୍ବରୁ ଓଡ଼ିଶାରେ 2019 ମସିହାରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ପାଇଁ ଗାର୍ଡ ଅଫ୍ ଅନର ବ୍ୟବସ୍ଥା ଉଚ୍ଛେଦ କରାଯାଇ ସାରିଛି। 8. କମେଣ୍ଟ ମାରି ଯୁବକ ଅଟକ। ଆଠଗଡ଼ରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି। ଛାତ୍ରୀମାନେ ନିଜେ ପୋଲିସକୁ ଫୋନ୍ କରି ଧରାଇ ଦେଇଥିଲେ। 9. ଗୁଡ଼ଗୁଡ଼ା ହାଟରେ କର୍ଫ୍ୟୁ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡ଼ଗୁଡ଼ା ସାପ୍ତାହିକ ହାଟରେ ପୂର୍ବ ଗୋଷ୍ଠୀ ସଂଘର୍ଷକୁ ଦୃଷ୍ଟିରେ ରଖି 25 ଡିସେମ୍ବର ପାଇଁ କର୍ଫ୍ୟୁ ବା ବିଏନ୍ଏସ୍ ଧାରା 63 ଲାଗୁ କରାଯାଇଛି। 10. ଜଗତପୁରରେ ମର୍ମନ୍ତୁଦ ଦୁର୍ଘଟଣା। ଜଗତପୁର ବାଲିକୁଦା ଥାନା ଅଞ୍ଚଳରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କ ମୃତ୍ୟୁ ହୋଇଛି ଓ 2 ଜଣ ଗୁରୁତର ଆହତ ହୋଇଛନ୍ତି। 11. ମାଙ୍କଡ଼ର ମାନବିକତା। କେନ୍ଦ୍ରାପଡ଼ା ଖରସ୍ରୋତା ନଦୀରେ କୁମ୍ଭୀର କବଳରୁ ଏକ ମାଙ୍କଡ଼କୁ ବଞ୍ଚାଇବା ପାଇଁ ଅନ୍ୟ ମାଙ୍କଡ଼ମାନେ ଉଦ୍ୟମ କରିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 12. ଚାନ୍ଦବାଲି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବାପୁକୁ ଜଗତସିଂହପୁରରୁ ଗିରଫ କରିଛି ଭଦ୍ରକ ପୋଲିସ। 13. ଉତ୍ତ୍ୟକ୍ତ ଲୋକଙ୍କ ନିଆଁ। ଚାନ୍ଦବାଲି ଘଟଣାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତର ଘରେ ନିଆଁ ଲଗାଇ ଦେଇଛନ୍ତି। ଗାଁରେ ଏବେ ବି ଉତ୍ତେଜନା ଲାଗି ରହିଛି। 14. 10 ଲକ୍ଷର ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାନ୍ଦବାଲି ପୀଡ଼ିତାଙ୍କ ପରିବାର ପାଇଁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। 15. ଜେଲରେ କଏଦୀଙ୍କ ଆନ୍ଦୋଳନ। ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବଦଳି ଦାବିରେ କଏଦୀମାନେ ରୋଷେଇ ଘରେ ତାଳା ପକାଇ ଭୋଜନ ବର୍ଜନ କରିଛନ୍ତି। ଡିଆଇଜିଙ୍କ ବୁଝାସୁଝା ପରେ ମଧ୍ୟ ଆନ୍ଦୋଳନ ଜାରି ରହିଛି। 16. ନୂଆ ମୁଖ୍ୟ ଶାସନ ସଚିବ। ବରିଷ୍ଠ ଆଇଏଏସ୍ ଅନୁ ଗର୍ଗ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ। ସେ ରାଜ୍ୟର ପ୍ରଥମ ମହିଳା ଭାବେ ଏହି ପଦବୀ ଅଳଙ୍କୃତ କରିବେ। 17. ଡେପୁଟି କଲେକ୍ଟରଙ୍କ ଧାରଣା। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ଡେପୁଟି କଲେକ୍ଟର ମମତାଜ ମହାରାଣା ଧାରଣା ଦେଇଛନ୍ତି। ପୂର୍ବରୁ ବାଲିଘାଟ ଦୁର୍ନୀତି ଅଭିଯୋଗ ଥିବାରୁ ତାଙ୍କ ଜଏନିଂକୁ ରୋକାଯାଇଥିବା ସୂଚନା ମିଳିଛି। 18. ବାରହା ଆକ୍ରମଣରେ 5 ଗୁରୁତର। ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ବୋଲ ଓ ରଗୁଡ଼ିପଡ଼ା ଗାଁରେ ବାରହା ଆକ୍ରମଣରେ 5 ଜଣ ଗୁରୁତର ଆହତ ହୋଇଛନ୍ତି। 19. ବୈତରଣୀରେ ବୁଢ଼ୀ ବୃଦ୍ଧଙ୍କ ମୃତ୍ୟୁ। ଚମ୍ପୁଆ ଥାନା ଅନ୍ତର୍ଗତ ମିରିଗିସିଙ୍ଗା ଗାଁରେ ଛେଳି ଚରାଇବାକୁ ଯାଇ ବୈତରଣୀ ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। 20. ରତ୍ନଭଣ୍ଡାର ଗଣତି।
ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମରାମତି ପାଇଁ ଆସନ୍ତା 27 ତାରିଖରେ ଉଚ୍ଚସ୍ତରୀୟ କମିଟିର ବୈଠକ ବସିବ। ଜାନୁଆରୀ ମାସରେ ଗଣତି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି ଥିଲା ଆଜିର ମୁଖ୍ୟ ଖବର। ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର ନିଶ୍ଚୟ କରନ୍ତୁ। ଆଗକୁ ଏମିତି ତାଜା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ସହ ଅପଡେଟ୍ ରହିବା ପାଇଁ ଆମ ଚ୍ୟାନେଲ ଓଡ଼ିଶା ପଲ୍ସ ନ୍ୟୁଜକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।